ମୋ ନାଁ ହେଉଛି ବିଶ୍ୱନାଥ ଥାନାପତି, ପୂଜକ ପିତା ବୁଧରାମ ଥାନାପତି। ଏ ମନ୍ଦିରରେ ଆମେ ପୁରୁଷାନୁକ୍ରମେ ସେବା ପୂଜା ରକ୍ଷଣାବେକ୍ଷଣ ଇତ୍ୟାଦି କରି ଆସୁଅଛୁ। ଆଉ ବର୍ତ୍ତମାନ ବାଡ଼ା ବୁଡ଼ି ସବୁ ଥିଲା। ଏ ଘର ତିଆରି ହେବା ମାତ୍ରେ ସେ ଠିକାଦାର ଘର ଘରା ସବୁ ବାଡ଼ା ଭାଙ୍ଗିଦେଲେ। ବାଡ଼ା ଭାଙ୍ଗିଯିବାରୁ ସବୁ ମାନେ ଅନୈତିକ ହେଉଛି, ଗଞ୍ଜେଇ ମଦ ଇତ୍ୟାଦି ନାନା ପ୍ରକାର ଲୋକ ଆସୁଛନ୍ ଆଉ ମାନେ ବସୁଛନ୍। ଆରୁ ଜଣେ ବ୍ୟକ୍ତି ଚିନ୍ତା କରିକିରି ଆସିଲେ ବାଡ଼ାଟା ଦେଇଦେଲେ। କୁକୁର ମାକଡ଼ ଛେଲି ଆସୁଛନ୍, ଏଇଟା ଟିକେ ସଂରକ୍ଷଣ ହେବା ବୋଲିକିରି ବାଡ଼ାଟା ଦେଇଦେଲେ। ଆଉ ବର୍ତ୍ତମାନ କାଲି ରାତିରେ ସେ ବାଡ଼ାଟା କେନ୍ ମହାତ୍ମା ଭାଙ୍ଗିକିରି ଅଲଗେଇକିରି ସେ ତାର ଜାଲିଟା ଫିକି ଦେଇଛି। ବର୍ତ୍ତମାନ ସେଥିର୍ଲାଗି ମନ୍ଦିରର ଅବ୍ୟବସ୍ଥା ହେଉଛେ। ଏଥିର୍ଲାଗି ପ୍ରଶାସନ ବି କିଛି ଟିକେ ଦାୟିତ୍ୱ ନେବାର୍ ଲାଗି ମୁଁ ଅନୁରୋଧ କରୁଛେ। ଆମର ଶିବ ମନ୍ଦିର ପାଖେ ଇନେ ବହୁତ ଦିନ ଆଗରୁ ବାଡ଼ା ନାଇଁ ଥାଇ, ତ ଏବେ ତମାନେ ହେଲା ତୁଇ ଆସିକରି ତମାନେ ତାର ବାଡ଼ା ଦିଆ ହେଇଥିଲା ବୋଇଲେ ସେଟା ତମାନେ ଭକ୍ତଟେ ଆସିକରି ତମାନେ ତାର ବାଡ଼ା ଦିଆ ହେଇଥିଲା। ଏବେ ସେ ତାର ବାଡ଼ା ତମାନେ ଥିଲା ବହୁତ ଦିନ ପର୍ଯ୍ୟନ୍ତ ଥିଲା। ତାରପରେ କାଲି ରାତିରେ ଗଲା ରାତିରେ ସେଟା କିଏ ଗୋଟେ ଆସିକରି ସେଟା ଭାଙ୍ଗି ଦେଇଛେ। ଆଉ ସେଟା ଯେନ୍ ଭାଙ୍ଗିଛେ ତାପରେ ହେଲା ଆସିକରି ଭିତରକେ ତମାନେ ମଦ ଗଞ୍ଜେଇ ସବୁ ଖାଇବୁଛନ୍ ଏଇନା ଆସିକରି। ତାମାନେ ସେଥିର ସକାଶେ ଲୋକ ତମାନେ କି ମନ୍ଦିରକେ ବି ଆସିପାରବାର୍ ନାଇଁ କେ। ଆର୍ ବହୁତ ରକ୍ଷଣାବେକ୍ଷଣ ତମାନେ ହେଲା ହେବୁଛେ ସେଟା। ଆଉ ସେଥିର ବାବଦରେ ଆମେ ତମାନେ ହେଲା ଯଦି ତମାନେ ତାକେ ଯଦି ନାଇଁ ଯଦି ତମାନେ ହେଲା ତମାନେ ରଖମା ଦୃଷ୍ଟିରେ ରଖମା ବୋଲେ ତମାନେ ସବୁ ଅସୁବିଧା ହେବା ବୋଲେ ସେଥିର୍ଲାଗି ଆମେ ତମାନେ କହୁଛୁ ଯେ ହେଲା କେମିତି ସେ ଲୋକମାନେ ତମାନେ ଏଇ ଜାଗାକେ ନାଇଁ ତମାନେ আসবে ତମାନେ ସେଥିର ବିଷୟରେ ଟିକେ ତମାନେ ଧ୍ୟାନ ଦେବେ ସମସ୍ତେ ଟିକେ ପ୍ରଶାସନ। ତାର ବାଡ଼ା ତ ଏଇଟା ଦ୍ୱିତୀୟ ଥର ଦିଆହେଲା। ଫାଷ୍ଟ ଥର ଦିଆ ହେଇଥିଲା, ଯାର ଫଳରେ କି ଗାଈ କୁକୁର ଛେଳି ମେଢ଼ି ପ୍ରବେଶ ନାଇଁ କରୁଥିଲେ। ସେଟା ବି ଏମିତି ଘିଚି ଘିଚାକରି ଫିକି ଫୁକା ଦେଇଥିବାରୁ ଆମର ଦୁର୍ବୃତ୍ତମାନେ ଯାହାକି ଗଞ୍ଜେଇ ଆମର ଗଞ୍ଜେଇ ମଦୁଆ କପା ଯାକ ଯାହା ଏଇନେ ଆସିକି ମାନେ ସୃଷ୍ଟି କରୁଛନ୍ତି, ଯେନ୍ଟାକି ଆମର ବାଧା ମନ୍ଦିର ପୂଜା ପାଠରେ କିମ୍ବା ଦର୍ଶନୀଙ୍କ ମାଧ୍ୟମରେ এই ଜିନିଷ ଯାକ ସବୁ ଯେନ୍ ବାଧା ସୃଷ୍ଟି ହେଉଛି ସେମାନେ ହିଁ ଏଇଟା କାର୍ଯ୍ୟକଳାପ କରୁଛନ୍ତି। ଆଉ ତାଙ୍କର ଅସୁବିଧା ହେଇଗଲା, ଏ ଯେଉଁ ବାଉଣ୍ଡରୀଟା ଯେନ୍ ହେଇଗଲା ତାଙ୍କର ଅସୁବିଧା କାଣା ହେଲା କି ଭିତରେ ଅନୁପ୍ରବେଶ ନାଇଁ ପାରିଲେ, ପ୍ରବେଶ କରିପାରି ନାଇଁ ପାରବାର୍ ଯୋଗୁଁରୁ ସେମାନଙ୍କର ପାଟିତୁଣ୍ଡରୁ ଆମେ ବି ଶୁଣିଛୁ, ସେମାନଙ୍କର ପାଟିତୁଣ୍ଡରୁ ଆମେ ବି ଶୁଣିଛୁ ଏଇଟା ଏ ଜିନିଷଟା ଏଇଟା ବାଉଣ୍ଡରୀଟା ଯେନ୍ ଦେଇଦେଲ ଏଇଟା ଭଲ କଲ, ଏଇଟା ଅସୁବିଧା ହେଉଛି ଆମକୁ ଆଉ ବୋଲି କହିବାରୁ ଆମେ ତାଙ୍କୁ କହିଲୁ ଯେ ଏଇଟା ଯଦି ତୁମକୁ ଅସୁବିଧା ହେଉଛି ବାବୁ ଏଇଟା ତ ଭିତରେ ତ କୌଣସି ମଦୁଆ ଗଞ୍ଜା ଏମିତି ଏଲାଉ ନାହିଁ, ଆମେ ତ ମନା କରୁଛୁ। ଛେଳି ମେଢ଼ି ଗାଈ ଦାମୁର କୁକୁର କୌଣସି ମାନେ ଅନ୍ୟ ଶ୍ରେଣୀର ଲୋକମାନଙ୍କୁ ଏନେ ପ୍ରବେଶ ନିଷେଧ। ତୁମେମାନେ ତ ଜାଣୁଛ ନିଜେ ବି ତ ଭଲ ଲୋକ ହେଇପାରିବ, ଆଉ ତୁମେ ଭିତରେ ପଶିକିରି ଇ ଖରାପ ଜିନିଷ କରବାର ଯୋଗୁଁରୁ ବି ଲୋକମାନେ ଦର୍ଶନ କରିବି ନାଇଁ ପାରବାର। ଯେ ଲେଡ଼ିଜ୍ମାନେ ଆସୁଛନ୍ ସେମାନଙ୍କୁ ତାଙ୍କୁ ଟିକେ ଭୟ ଲାଗୁଛେ। ଆଉ ଅନେକ ଗୁଡ଼ିଏ ଲୋକ ଏନିକେ ଆସୁଛନ୍, ତାଙ୍କୁ ବି ଅସୁବିଧା ହେଉଛେ। ତ ସାଧୁ ସନ୍ଥମାନେ ବି ଆସିବା ଲାଗି ଏଇ ଜାଗାରେ ଡରୁଛନ୍। କାହିଁକି ତାଙ୍କର ଜୀବନ ପ୍ରତି ବି ତାଙ୍କର ସମ୍ପତ୍ତି ଧନ ସମ୍ପତ୍ତି ପ୍ରତି ବି ତାଙ୍କୁ ବି ଭୟ ଅଛେ। ତ ସେଥିଲାଗି ଆମେ ତାର ବାଉଣ୍ଡରୀଟା ଦେଇଥିଲୁ। ସେ ତାର ବାଉଣ୍ଡରୀଟା ଦେବା ସତ୍ତ୍ୱେ ଆଜିକାଲି ଦୀର୍ଘ ଦିନ ହେଇଗଲା, 15-20 ଦିନ ହେବା ଠିକ୍ ଚାଲିଥିଲା। ସେ ଚାଲିବା ସତ୍ତ୍ୱେ କାଲି ରାତି ତାକୁ କେନ୍ଦ୍ରୀଭୂତ ଆସିକିରି ଏଇଟା ଘିଚି ଘିଚାକରି ଫିକି ଫୁଙ୍କା ଦେଇଛି। ତ ସେଥିଲାଗି ଆମେ ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଆମକୁ ଜଣାମୁ ଆଉ ଜଣାଉଛୁ ବି ଏଇ ଜିନିଷ। এটা তো পয়লা কহবাকে গলে মଣିষ যে বি শান্তি মাইন্ড টিকে শান্তি করবার লাগে পয়লা মন্দিরকে দর্শন করে আসে, যেটা কি শান্তি পরিবেশ। ইনে আগরু গোটে বাউন্ডারি দিয়া হয়েছিল, সিমেন্ট বাউন্ডারি ଥିଲା, যেটা কি কাম হলা পরে সে বাউন্ডারি ভঙ্গা যাই। ভঙ্গা গলা সত্ত্বে ইনে গোটে ভক্তটে বাহারে যে কি সেই আমার তার বাউন্ডারি নে লগা হলা। লগাবার লাগে কিছু দিন ঠিক সুরখুরে চাললা। সুরখুরে গাଈ କୁକୁର ମାକଡ଼ କେହି ପ୍ରବେଶ ନାଇଁ କରିପାରୁଥିଲେ, ଯେନ୍ଟାକି ସଫା ସୁତରା ଭିତରେ ରହୁଥିଲା। କିନ୍ତୁ ସେ ଯେନ୍ ତାର ବାଉଣ୍ଡରୀଟା କାଲି ରାତି ଯେନ୍ ଭାଙ୍ଗି ଦେଇଛନ୍, ଏବେକା ଇନେ କୁକୁର ହଉ କି ଏନ୍ତା ଗାଈ ଗୁଆ ସବୁ ଆସିକିରି ଭିତରେ ପଶୁଛନ୍। ଆଉ ଯେନ୍ଟାକି ସେ ପରିବେଶଟା ଏବେ ମାନେ ଖରାପ ହେବାକେ ଯାଉଛି। ସେଥିପ୍ରତି ପ୍ରଶାସନ ଏ ପ୍ରତି ଧ୍ୟାନ ଦେବା ଦରକାର। ସତ୍ କହେସି ସତ୍ ଦେଖାସି सुखे दुखे दुखे सुखे साथे थी से संबलपुर